বঙ্গমুন্ডা পঞ্চায়েত সমিতি বৈঠক অনুষ্ঠিত। বঙ্গমুন্ডা পঞ্চায়েত সমিতি কার্যালয় সভাগৃহঠারে পঞ্চায়েত সমিতি বৈঠক শুক্রবার দিন ব্লক অধ্যক্ষা রঞ্জুবালা বেহেরাঙ্ক অধ্যক্ষতায় অনুষ্ঠিত হয়ে যাইছি। মুখ্য অতিথি ভাবে কণ্টাবাঞ্জি বিধায়ক লক্ষ্মণ বাগ যোগ দিয়ে বিডিও বাসন্তী সেঠী, ব্লক উপাধ্যক্ষ কেশব নারায়ণ জৈন, সাংসদ প্রতিনিধি অনিল কুমার নায়ক, জিপিও পুরুষোত্তম মাঝি প্রমুখ উপস্থিত ଥିଲେ। এই বৈঠকରେ ସରପଞ୍ଚ ସମିତି ସଭ୍ୟ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଯେକୌଣସି ବିଷୟରେ ଲିଖିତ ଭାବେ ଅଭିଯୋଗ କରିବା ପାଇଁ କହିଥିଲେ। ଲିଖିତ ଅଭିଯୋଗ ସତ୍ତ୍ୱେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ପଦକ୍ଷେପ ନ ନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଧିକାରୀମାନେ ନିଜ ସ୍ତରରେ ସମାଧାନ ନ କରିପାରିଲେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ। ରାସନ କାର୍ଡରେ ବ୍ୟାପକ ସମସ୍ୟା ଉପୁଜୁଥିବା ନେଇ ସେ ଅଭିଯୋଗ କହିଥିଲା। କପିଲାଭଟା ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଅଞ୍ଚଳର ଚାଷୀ ଚିହ୍ନି ନାହାନ୍ତି। କୃଷି ବିଭାଗ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କପିଲଭଟା ସମିତି ସଭ୍ୟ କେଦାର ଭୋଇ ଏବଂ କପିଲାଭଟା ମାର୍କେଟ କମ୍ପ୍ଲେକ୍ସ ଅର୍ସୁଲା ଗ୍ରାମର ବସ୍ତି ରାସ୍ତା କର୍ଦମାକ୍ତ ରହୁଥିବା ବେଳେ ପ୍ରଶାସନିକ ଦୃଷ୍ଟି ଦେବାକୁ ଦାବି ହୋଇଛି। ଜାତୀୟ ପରିବାର ମଙ୍ଗଳ ଯୋଜନାରେ ହିତାଧିକାରୀଙ୍କୁ ତୁରନ୍ତ ସାମିଲ କରିବା ଦିଗରେ ପଦକ୍ଷେପ ନେବାକୁ ମୁଣ୍ଡପଦର ସମିତି ସଭ୍ୟ ନୀଳକଣ୍ଠ ବାରିକ ମତ ରଖିଥିଲେ। ପାନୀୟ ଜଳ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ବିଦ୍ୟୁତ ସମସ୍ୟା, ବିଦ୍ୟାଳୟ ସମସ୍ୟା ସହ ଅନେକ ସମସ୍ୟାଗୁଡ଼ିକ ସରପଞ୍ଚ ସମିତି ବୈଠକରେ ଉପସ୍ଥାପନ କରିଥିଲେ। ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ଅଧିକାରୀ, କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ। କଣ୍ଟାବାଞ୍ଜିରୁ ରାଧାଶ୍ୟାମ ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।